ସୁନ୍ଦର ଜଙ୍ଗଲ କହିଲେ ପିଲାଏ ତମେ ନିଶ୍ଚିତ ବୁଝିପାରୁଥିବ। ନୀଳ ପାହାଡ଼, ଝରଣା, ସୁନ୍ଦର ସୁନ୍ଦର ଗଛ ସବୁ ଥିବ। ଭିନ୍ନ ପ୍ରକାର ଚଢ଼େଇ ଭିନ୍ନ ପ୍ରକାର ସ୍ୱରରେ ଗୀତ ଗାଇ ଉଡ଼ି ବୁଲୁଥିବେ ଓ ଯେଉଁଠି ଜୀବଜନ୍ତୁମାନେ ସ୍ୱାଧୀନ ଭାବରେ ବିଚରଣ କରୁଥିବେ, ସେହି ହେଲା ସୁନ୍ଦର ଜଙ୍ଗଲ। ପ୍ରତ୍ୟେକ ଜଙ୍ଗଲ ହେଉଛି ପଶୁପକ୍ଷୀ ଓ ବୃକ୍ଷଲତାଙ୍କ ରାଜ୍ୟ। ସେହିପରି ଗୋଟିଏ ସୁନ୍ଦର ଜଙ୍ଗଲ ରାଜ୍ୟରେ ବହୁତ ପଶୁପକ୍ଷୀ ଓ ବୃକ୍ଷଲତା ଥିଲେ। ଥରେ ଏହି ସୁନ୍ଦର ଜଙ୍ଗଲ ରାଜ୍ୟରେ ବିପଦ ଦେଖାଦେଲା। ଜୀବଜନ୍ତୁମାନେ ଦେଖିଲେ ତାଙ୍କ ଜଙ୍ଗଲ ରାଜ୍ୟରୁ ମଣିଷମାନେ ବଡ଼ ବଡ଼ ଗଛ ସବୁ କାଟି ନେଉଛନ୍ତି। ଗଛ କାଟି ନେବା ଦ୍ୱାରା ଜଙ୍ଗଲ ଖାଲି ଖାଲି ଲାଗିଲା। ଜୀବଜନ୍ତୁମାନେ ଯେପରି ନିର୍ଭୟ ବୁଲୁଥିଲେ ଆଉ ବୁଲି ପାରିଲେ ନାହିଁ। ସେମାନେ ଭୟ କଲେ। କେତେକ ପଶୁପକ୍ଷୀ ସ୍ଥିର କଲେ ଏ ଜଙ୍ଗଲ ଛାଡ଼ି ଅନ୍ୟ ଜଙ୍ଗଲକୁ ଚାଲିଯିବେ। ଅନେକ ମଧ୍ୟ ଏତେ ସୁନ୍ଦର ଜଙ୍ଗଲ ଓ ସାଙ୍ଗସାଥି ଛାଡ଼ି ଯିବାକୁ ରାଜି ହେଲେ ନାହିଁ। ବାଘ ରାଜା ବିଲୁଆ ମନ୍ତ୍ରୀକୁ ଡକାଇଲେ। ବିପଦ ବେଳେ ସେ ବିଲୁଆକୁ ଡକାଇବା ପରାମର୍ଶ ନିଅନ୍ତି। ସେ ଭାବନ୍ତି ସବୁ ପଶୁମାନଙ୍କ ଠାରୁ ବିଲୁଆ ଖୁବ୍ ଚାଲାକ। ବିଲୁଆ କହିଲା, ମହାରାଜ, ଆମ ରାଜ୍ୟରୁ ମଣିଷମାନେ ଯେତେବେଳେ କାଠ ଚୋରି ଓ ପଶୁ ଭାଇମାନଙ୍କୁ ଚୋରି କରିବା ଆରମ୍ଭ କଲେ, ଆମେ ସେହି ସମୟରୁ ସାବଧାନ ରହିବା କଥା। ଯେତେବେଳେ ଆମେ ସେମାନଙ୍କୁ ବାଧା ନ ଦେବାରୁ ତାଙ୍କର ଖରାପ ଅଭ୍ୟାସ ବଢ଼ି ଚାଲିଲା, ତେବେ ଆମକୁ ଉପାୟ ଚିନ୍ତା କରିବାକୁ ପଡ଼ିବ। କିପରି ସେମାନଙ୍କୁ ଆମ ଜଙ୍ଗଲ ରାଜ୍ୟରୁ ବାହାର କରିବାକୁ ପଡ଼ିବ। ବାଘ ରାଜା କହିଲେ, ଶୀଘ୍ର ଏହାର କିଛି ପ୍ରତିକାର କରିବାକୁ ପଡ଼ିବ, ନହେଲେ ଗଛମାନଙ୍କ ପରି ଆମ ଅବସ୍ଥା ହେବ। ତୁମେ ଶୀଘ୍ର ଯାଅ, ସାରା ଜଙ୍ଗଲରେ ପ୍ରଚାର କରିଦେବ, ଆଜି ପାହାଡ଼ ତଳେ ଆମ ପଶୁ ଭାଇମାନଙ୍କର ଏକ ବଡ଼ ସଭା ହେବ, ସମସ୍ତେ ଆସିବାକୁ ବାଧ୍ୟ। ଯଦି କେହି ମୋର ଆଦେଶକୁ ଅମାନ୍ୟ କରନ୍ତି, ତାହେଲେ ସେ ଉପଯୁକ୍ତ ଶାସ୍ତି ପାଇବ। ବିଲୁଆ ତାର ସାଙ୍ଗସାଥୀଙ୍କୁ ଧରି ସାରା ଜଙ୍ଗଲ ରାଜ୍ୟରେ ପ୍ରଚାର କରିବାକୁ ଲାଗିଲା। ସମସ୍ତେ ରାଜି ହେଲେ, ସଭାରେ ଆସି ଯୋଗଦେଲେ। କେବଳ ଜଣେ ରାଜି ହେଲା ନାହିଁ। ସିଏ ହେଉଛି ସିଂହ। ସେ ବିଲୁଆକୁ କହିଲା, ଯା, ସେ ବାଘକୁ ମୋ ପାଖକୁ ଡାକିବୁ। ଦିନେ ମୋର ବଂଶଧରମାନେ ଏହି ଜଙ୍ଗଲର ରାଜା ଥିଲେ। ସେମାନଙ୍କ ହାତରୁ ରାଜତ୍ୱ ଛଡ଼ାଇ ନେଇ ଏଇ ବାଘମାନେ। ଏବେ ମୋତେ ବାଘ ତା ସଭାକୁ ଡାକୁଛି। ତୁ ଯା, ପଳା। ବିଲୁଆ ରାଜାଙ୍କ ପାଖକୁ ଯାଇ ସବୁ ଖବର ଜଣାଇଲା। ରାଜା ଖୁବ୍ ଜୋର ଗର୍ଜନ କରି କହିଲେ, ଆଚ୍ଛା, ରାଜା କଥା ମାନିବ ନାହିଁ? ପ୍ରଥମେ ସିଂହକୁ ଶାସ୍ତି ଦିଆଯିବ। ରାଜାଙ୍କର ରାଗ ଦେଖି ବିଲୁଆ ଖୁବ୍ ଡରିଗଲା। ସେ ରାଜାଙ୍କୁ ବୁଝାଇବାକୁ ଚେଷ୍ଟା କଲା। ବିଲୁଆ କହିଲା, ଆମ ରାଜ୍ୟରେ ଶତ୍ରୁମାନେ ଆସି ଗଣ୍ଡଗୋଳ କରୁଛନ୍ତି। ପ୍ରଥମେ ଆମର କର୍ତ୍ତବ୍ୟ ଶତ୍ରୁ ହାତରୁ କିପରି ଆମ ରାଜ୍ୟକୁ ରକ୍ଷା କରିବା। ଏହିପରି ବିପଦ ବେଳେ ଆମେ ଯଦି ନିଜ ନିଜ ଭିତରେ କଳି କରିବା, ତାହେଲେ ଆମ ଜଙ୍ଗଲ ରାଜ୍ୟ ଛାରଖାର ହୋଇଯିବ। ମହାରାଜ, ଆପଣ ଯଦି ମୋ କଥା ରଖିବେ, ତାହେଲେ କୌଣସି ଅସୁବିଧା ହେବ ନାହିଁ। ଆପଣ ଯାଆନ୍ତୁ, ସିଂହକୁ ବୁଝାଇ ସଭାକୁ ଆଣିବେ। ମୁଁ ଯାଉଛି ସଭାମାନଙ୍କରୁ ସେଠାରେ ସବୁ ପଶୁ ଭାଇମାନେ ଏକାଠି ହେଲେ କି ନାହିଁ ଦେଖିବି। ରାଜା କହିଲେ, ନା, ସେ କଥା ହେବ ନାହିଁ। ସିଂହ ନ ଆସିଲେ କ'ଣ ଆମ ସଭା ହୋଇପାରିବ ନାହିଁ? ବିଲୁଆ ବହୁତ ବୁଝାଇ କହିବାରୁ ଶେଷରେ ରାଜା ସିଂହ ପାଖକୁ ଯିବାକୁ ରାଜି ହେଲେ। ପାହାଡ଼ ତଳେ ଝରଣା କୂଳରେ ସବୁ ଜୀବଜନ୍ତୁ ଏକାଠି ହୋଇଥାନ୍ତି। କେବଳ ନଥାନ୍ତି ବାଘ ଆଉ ସିଂହ। ସମସ୍ତେ ସେମାନଙ୍କ ଅପେକ୍ଷାରେ ଥାଆନ୍ତି। ଅଳ୍ପ ସମୟ ପରେ ଦୂରରୁ ଦେଖାଗଲା ବାଘ ରାଜା ଆଉ ସିଂହ ଦୁହେଁ ସାଙ୍ଗ ହୋଇ ଆସୁଛନ୍ତି। ସମସ୍ତେ ଖୁସି ହୋଇଗଲେ। ବିଲୁଆ କହିଲା, ଦେଖିଲ ଭାଇମାନେ, ଆମ ଭିତରେ ଏହିଭଳି ଏକତା ରହିବା ଆବଶ୍ୟକ। ଆମ ଜଙ୍ଗଲ ରାଜ୍ୟ ଉପରେ ଯେତେବେଳେ ବିପଦ ଆସିଛି, ଆମ ସମସ୍ତଙ୍କ ଭିତରେ ଏକତା ନ ରହିଲେ ଆମେ ବିପଦକୁ ଦୂର କିପରି କରିପାରିବା? ଏମିତି କଥା କହିସାରିଲା ବେଳକୁ ବାଘ ରାଜା ଓ ସିଂହ ଆସି ଆସନ ଗ୍ରହଣ କଲେ। ଜୀବଜନ୍ତୁମାନେ ବିଭିନ୍ନ ପ୍ରକାର ଶବ୍ଦ କରି ସେମାନଙ୍କୁ ସମ୍ବର୍ଦ୍ଧନା ଜଣାଇଲେ। ବାଘ ରାଜା ସମସ୍ତଙ୍କୁ ଶାନ୍ତ ରହିବାକୁ ଅନୁରୋଧ କଲେ। ଜଙ୍ଗଲ ରାଜ୍ୟରେ ଦେଖାଦେଇଥିବା ବିପଦ ବିଷୟରେ ଆଲୋଚନା ଆରମ୍ଭ ହେଲା। ସମସ୍ତ ଦୁଃଖରେ ଜଣ ଜଣଙ୍କ ପରେ ଜଣେ କହିଲେ, ଆମର ସବୁଦିନର ସାଥୀ ବଡ଼ ବଡ଼ ଗଛମାନଙ୍କୁ ମଣିଷମାନେ କାଟି ନେଉଛନ୍ତି। ଆମ ସାଥୀ ଗଛମାନଙ୍କୁ ଛାଡ଼ି ଆମେ ରହିବୁ କିପରି? ଜଙ୍ଗଲରୁ ଗଛ ସବୁ ଖାଲି ହୋଇଗଲେ ମଣିଷମାନେ ଆମକୁ ସୁବିଧାରେ ଧରିପାରିବେ।
ରାଜା ସମସ୍ତଙ୍କ କଥା ଶୁଣି କହିଲେ, କିଏ କହିପାରିବ ଆମେ କ'ଣ ଉପାୟ କଲେ ଗଛ କାଟୁଥିବା ଚୋରମାନଙ୍କୁ ଧରିପାରିବା ଓ ଆମ ଜଙ୍ଗଲକୁ ବଞ୍ଚାଇ ପାରିବା। ଠେକୁଆ, ମିରିଗ, ମାଙ୍କଡ଼, ନେଉଳ ଅନେକ ସାନ ସାନ ଜୀବଜନ୍ତୁମାନେ କହିଲେ, ମଣିଷମାନେ ତ ଖୁବ୍ ଚାଲାକ, ଆମେ ସେମାନଙ୍କୁ ଧରିପାରିବା ନାହିଁ, ସେମାନେ ଆମକୁ ମାରିଦେବେ। ସିଂହ, ହାତୀ, ଗୟଳ, ଭାଲୁ, ଜିରାଫ ପ୍ରଭୃତିର ଅନେକ ଜୀବଜନ୍ତୁ କହିଲେ, ଆମେ ସେମାନଙ୍କୁ ଡରାଇ ତଡ଼ିଦେବା। ସେମାନେ ଚାଲାକ ସତ, କିନ୍ତୁ ଆମକୁ ଭୟ କ'ଣ କରୁନଥିବେ? ଏହି ସମୟରେ ଟିକି ଠେକୁଆଟି ଆସି ବିଲୁଆକୁ ହଲାଇ ଦେଇ କ'ଣ କହିଲା? ବିଲୁଆ କହିଲା, ମହାରାଜ, ଠେକୁଆ କିଛି କହିବାକୁ ଚାହୁଁଛି। ବାଘ ରାଜା କହିଲେ, ଯାହା କହିବୁ ଶୀଘ୍ର କହ, ସମୟ ବହୁତ କମ୍। ଠେକୁଆ କହିଲା, ମହାରାଜ, ଗଛମାନେ ଜୀବଜନ୍ତୁ ଓ ମଣିଷମାନଙ୍କର ବହୁତ ଉପକାର କରୁଛନ୍ତି। ପାରା ଭାଇ ସହରରୁ ଏବେ ଫେରିଛି। ସେ କହୁଥିଲା, ଅନେକ ଚାଲାକି ମଣିଷ ଜୀବଜନ୍ତୁ ଓ ଜଙ୍ଗଲର ନିରାପତ୍ତା ବିଷୟରେ ସୁନ୍ଦର ଯୋଜନା କରିଛନ୍ତି, କିନ୍ତୁ କେତେକ ଦୁଷ୍ଟ ଲୋକ ଜଙ୍ଗଲ ରାଜ୍ୟକୁ ନଷ୍ଟ କରୁଛନ୍ତି। ବାଘ ରାଜା କହିଲେ, ସେହି ଦୁଷ୍ଟ ଲୋକମାନଙ୍କୁ କିପରି ଦଣ୍ଡ ଦିଆଯିବ ସେଥିପାଇଁ ମୁଁ ଏ ସଭା ଡକାଇଛି। ଯେପରି ହେଲେ ନିଜ ପ୍ରାଣ ଦେଇ ଆମ ଜଙ୍ଗଲ ରାଜ୍ୟକୁ ରକ୍ଷା କରିବାକୁ ଆମେ ଆଜି ଶପଥ ନେବା। ବିଲୁଆ କହିଲା, ମହାରାଜ, ଆମେ ସମସ୍ତେ ମିଶି ଯେଉଁ କାମ କରିବା ସେ କାମରେ ନିଶ୍ଚିତ ସଫଳତା ହାସଲ କରିପାରିବା। ସବୁ ପଶୁ ଭାଇମାନଙ୍କର ଏକତା ଓ ମନୋବଳ ଯୋଗୁଁ ଆମେ ନିଶ୍ଚିତ ଆମ ରାଜ୍ୟକୁ ଶତ୍ରୁମାନଙ୍କ ଠାରୁ ଫେରାଇ ଆଣିପାରିବା। ବେଶୀ ରାତି ହେଲେ ଆମେ ସମସ୍ତେ ଶତ୍ରୁମାନଙ୍କୁ ଆକ୍ରମଣ କଲେ ସେମାନେ ଭୟଭୀତ ହୋଇ ପଳାଇବେ। ରାଜାଙ୍କ ମନକୁ କଥାଟା ଠିକ୍ ପାଇଲା। ଏହି ସମୟରେ ଭାଲୁ କହିଲା, ମଣିଷମାନେ ଗାଡ଼ି ନେଇ ଆସି ଦିନରେ ଗଛ କାଟି ଗାଡ଼ି ବୋଝେଇ କରୁଛନ୍ତି, ରାତିଟା ଜଙ୍ଗଲରେ କଟାଇ ଆମ ପଶୁ ଭାଇମାନଙ୍କ ଭିତରୁ କାହାକୁ ଧରି ନେଉଛନ୍ତି ତ କାହାକୁ ମାରି ଭୋଜି କରୁଛନ୍ତି। ହାତୀ କହିଲା, ଆମେ ହାତୀମାନେ ଖୁବ୍ ଜୋର ଚିତ୍କାର କରି ମଣିଷକୁ ଏମିତି ଗୋଡ଼ାଇବୁ ଯେ ସେମାନେ ଭୟରେ ଦୌଡ଼ି ପଳାଇବେ। ବାଘ ରାଜା କହିଲେ, ବର୍ତ୍ତମାନ ତୁମେ କେତେଜଣ ଯାଅ, ଜଙ୍ଗଲରେ ଭଲ ଭାବରେ ବୁଲି ଲକ୍ଷ୍ୟ କର। ଯେଉଁଠାରେ ମଟର ଗାଡ଼ି କିମ୍ବା ଶଗଡ଼ ଗାଡ଼ି ଥିବ ଓ ପଡ଼ିଥିବ ଦେଖିବ, ଆମକୁ ଆସି ଖବର ଦେବ। ତାପରେ ଆମେ ସମସ୍ତେ ଏକାଠି ହୋଇ ତାଙ୍କୁ ଗୋଡ଼ାଇ ଆକ୍ରମଣ କରିବା। ବାଘ ରାଜାଙ୍କର ଆଦେଶ ପାଇ 2-4 ଜଣ ଗୁପ୍ତଚର କାମ କରିବାକୁ ବାହାରି ପଡ଼ିଲେ। ସେମାନଙ୍କ ସାଙ୍ଗରେ ବିଲୁଆ ମଧ୍ୟ ଗଲା। ଅନ୍ୟମାନେ ସେମାନଙ୍କ ଫେରିବା ବାଟକୁ ଚାହିଁ ଅପେକ୍ଷା କରି ବସିଲେ। ବହୁତ ରାତିରେ ଗୁପ୍ତଚରମାନେ ଫେରିଲେ। ସେମାନେ ବାଘ ରାଜାଙ୍କୁ କହିଲେ, ମହାରାଜ, ଶତ୍ରୁମାନେ ରହୁଥିବା ସ୍ଥାନ ଆମେ ଦେଖି ଆସିଛୁ। ଜଙ୍ଗଲ ମଝିରେ ଯେଉଁ ଝଙ୍କାଳିଆ ଆମ୍ବ ଗଛଟା ଅଛି ତା ତଳେ ସେମାନେ ତମ୍ବୁ ପକାଇଛନ୍ତି। ତମ୍ବୁ ବାହାରେ ଗୋଟିଏ ଟ୍ରକରେ ବହୁତ ଗଛ କଟାଯାଇ ପ୍ରାୟ 10-15 ଜଣ ଲୋକ କୁଟୁରା ମାରି ଭୋଜି ବ୍ୟବସ୍ଥା କରୁଛନ୍ତି। ଏସବୁ ଶୁଣି ଅନ୍ୟ ସବୁ ପଶୁମାନେ ବ୍ୟସ୍ତ ହୋଇ ପଡ଼ିଲେ। ବିଲୁଆ କହିଲା, ମହାରାଜ, ଏହି ସମୟଟା ହିଁ ଉପଯୁକ୍ତ ସମୟ। ସେମାନେ ମୌଜ ମସ୍ତିରେ ବ୍ୟସ୍ତ ଅଛନ୍ତି। ମହାରାଜ କହିଲେ, ଦେଖ ଭାଇମାନେ, ଜୀବନ ପ୍ରତି ଭୟ ରଖନା। ମରିବା ପଛେ ହେଲେ ଆମ ଜଙ୍ଗଲ ରାଜ୍ୟକୁ ନିଶ୍ଚିନ୍ତ ରକ୍ଷା କରିବା। ଆମେ ଯେତେ ବଡ଼ ବଡ଼ ପଶୁ ଅଛୁ ସେମାନଙ୍କୁ ଗୋଡ଼ାଇବୁ। ସାନମାନେ ଅଳ୍ପ ଦୂରରେ ରହି ସବୁ ଲକ୍ଷ୍ୟ କରୁଥିବ। ଯଦି ଦରକାର ପଡ଼ିବ ଆମକୁ ସାହାଯ୍ୟ କରିବ। ବଡ଼ ସାନ କ୍ରମରେ ସମସ୍ତେ ଧାଡ଼ି ବାନ୍ଧି ଚାଲିଲେ। ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପରେ ବାଘ, ସିଂହ, ହାତୀ ଓ ଅନ୍ୟ ଖୁବ୍ ଜୋର ଗର୍ଜନ କଲେ। ତାଙ୍କ ଗର୍ଜନରେ ଜଣାପଡ଼ିଲା ସତେ ଯେପରି ଜଙ୍ଗଲ ରାଜ୍ୟରେ କିଛି ଅଘଟଣ ଘଟିଛି। ସମସ୍ତେ ଯାଇ ତମ୍ବୁ ପାଖରେ ପହଞ୍ଚିବା ପୂର୍ବରୁ ଦେଖିଲେ ସବୁ ଲୋକମାନେ ତମ୍ବୁ ଭିତରକୁ ବାହାରି ଦୌଡ଼ିବାରେ ଲାଗିଛନ୍ତି। ଏମାନେ ମଧ୍ୟ ଗର୍ଜନ କରିବା ତାଙ୍କ ପଛରେ ଗୋଡ଼ାଇବାକୁ ଲାଗିଲେ। ଲୋକମାନେ ପଡ଼ି ଉଠି ଜଙ୍ଗଲ ରାସ୍ତା ଟପି ବାହାର ରାସ୍ତାରେ ଦୌଡ଼ିବାକୁ ଲାଗିଲେ। ତମ୍ବୁ ଭିତରକୁ ଯାଇ କେତେକ ଜୀବଜନ୍ତୁକୁ ଜନ୍ତା ଭିତରୁ ମୁକ୍ତି କଲେ। ତାପରେ ତମ୍ବୁ ଉପାଡ଼ି ଫୋପାଡ଼ି ଦେଲେ। ଦୂରରୁ ଏସବୁ ଦେଖି ଠେକୁଆ କହିଲା, ବିଲୁଆ ଭାଇ, ଗଛ କାଟୁଥିବା ଚୋରମାନେ ଆଉ କେବେ ବି ଆସିବେ ନାହିଁ। ଏଥର ଆମେ ଗଛ ଭାଇମାନଙ୍କ ଭିତରେ ନିର୍ଭୟରେ ବୁଲିବା।
ଆମ ଗଛ ଭାଇମାନେ ମଧ୍ୟ ଆରାମରେ ରହିବେ। ବିଲୁଆ କହିଲା, ଦେଖ କିଏ ସବୁ ଆସିଛନ୍ତି। ଗୋଟିଏ ବଡ଼ ପ୍ରଫେସନରେ ବାଘରାଜା ବେକରେ ଫୁଲମାଳ ପକାଇ ସମସ୍ତଙ୍କ ସାଙ୍ଗରେ ଆସୁଥିଲେ। ଅନ୍ୟମାନେ ଖୁସିରେ ପାଟି କରୁଥିଲେ, ଜୟ ବାଘ ମହାରାଜଙ୍କ ଜୟ, ପଶୁ ଭାଇମାନଙ୍କର ଏକତା ହିଁ ଜୟ।